ଆସନ୍ତୁ ଶୁଣିବା ଗୋଦାବରୀଶ ମହାପାତ୍ରଙ୍କ ଗଳ୍ପ ସାଧବ ଝିଅ ଆଉ ସିଂହ। ଗୋଟିଏ ସାଧବ ଥାଏ ଯେ ତାର 3 ଝିଅ। ଦିନେ ସାଧବ ବଣିଜ କରି ଗଲାବେଳେ ସବୁ ଝିଅଙ୍କୁ ଡାକି ପଚାରିଲା ଯେ କା ପାଇଁ କ'ଣ ଆଣିବ। ବଡ଼ ଝିଅ କହିଲା ତା ପାଇଁ ମୁକୁତା ଆଣିବାକୁ। ମଝିଆ ଝିଅ ଅଳଙ୍କାର ପାଇଁ କହିଲା। ଆଉ ସବା ସାନ ଝିଅ କହିଲା ବାପା ମୋ ପାଇଁ ଗୋଟାଏ ଗୋଲାପ ଫୁଲ ଆଣିମ। ସାଧବ ବୋଇତରେ ବସି ଚାଲିଗଲା। ଆସିଲା ବେଳକୁ 2 ବଡ଼ ଝିଅଙ୍କ ପାଇଁ ମୁକୁତା ଆଉ ଅଳଙ୍କାର ଧଇଲା। ହେଲେ କେତେ ଅନିଶା କଲା ଆଉ ସାନ ଝିଅଟି ପାଇଁ ଗୋଟାଏ ଗୋଲାପ ଫୁଲ ମିଳିଲା ନାହିଁ। ଯୋଉଠି ଯାଇ ପଚାରିଲେ ସମସ୍ତେ ହସିଲେ। ମାଘ ମାସ ଜଡ଼ରେ ପୁଣି ଗୋଲାପ ଫୁଲ ଫୁଟେ? ଯିଏ ଶୁଣିଲା ବାୟା ବୋଲି କହିଲା। ସାଧବ ମନରେ ଭାରି ଦୁଃଖ ଯେ ଝିଅଟି ପାଇଁ ଛାର ଗୋଲାପ ଫୁଲଟେ ଆଣିପାରିଲା ନାହିଁ। ଏମିତି ସୁନ୍ତରୁ ପୁନ୍ତରୁ ହୋଇ ଯାଉ ଯାଉ ଗୋଟେ ନଅର ପଡ଼ିଲା। ନଅର ଚାରିପାଖ ଯାକ ଏକ ବଗିଚା। ସେ ବଗିଚାରେ କ'ଣ ହେଇଛି ନା ଅଧକେ ଶୀତ ଦିନ ଆଉ ଅଧକେ ଖରା ଦିନ। ସେଠି ଗୋଲାପ ଫୁଲରେ ଗଛ ଖାଲି ଭାରି ପଡ଼ୁଛି। ଆର ଅଧକରେ ଘାସ ଗଛଟିଏ କି ପତ୍ରଟିଏ ସୁଦ୍ଧା ନାହିଁ। ସାଧବ ଦେଖି ଭାରି ଆନନ୍ଦ ହେଲା। ଯାଇ ଗୋଟିଏ ଫୁଲ ଛିଣ୍ଡେଇ କରି ଆଣିଲା ବେଳକୁ କୁଆଡ଼େ ଆସି ଏକ ସିଂହ ହାଜର ହେଇଗଲା। ଗର୍ଜନ ତର୍ଜନ କରି କହିଲା ମୋ ବଗିଚାରୁ ଫୁଲ ନେଉଛି କିଏ ରେ? ଏହା କହି ସାଧବକୁ ଜିଅନ୍ତାରେ ଗୋଟାପଣେ ଗିଳି ଦେବାକୁ ବାହାରିଲା। ସେଠୁ ଜୀବନ ବିକଳରେ ସାଧବ ବହୁତ କାକୁତି ମିନତି କରିବାରୁ ସିଂହ କହିଲା ହଉ ଯିବୁ ଯେ ଘରକୁ ଗଲା କ୍ଷଣି ଆଗ ଯାହା ଦେଖିବୁ ମତେ ଆଣିଦେବୁ। ସାଧବ ବିଚାରିଲା ଘରକୁ ଗଲାବେଳେ ତ ସାନ ଝିଅ ଆସିକରି ଅଧ ବାଟରେ ଠିଆ ହେଇଥାଏ। କାଳେ ତାକୁ ଯାଇ ଆଗ ଦେଖି ପକେଇବ ବୋଲି ତା ମନରେ ଭାବନା ହେବାରୁ ସେ ସିଂହକୁ ନାହିଁ କଲା। ହେଲେ କ'ଣ ହେବ? ତା ସଙ୍ଗରେ ଯୋଉ ନୌକରଟା ଥିଲା ତା କଲିଜା ସେତେବେଳକୁ ଭୟରେ ପାଣି ଫାଟିଗଲାଣି। ସେ କହିଲା କାହିଁକି ନାହିଁ କରୁଛୁ ସାନ୍ତେ? ବିରାଡ଼ିଟି କି କୁକୁରଟେ କ'ଣ ଦେଖିବ ସିନା, ହଁ କରିଦିଅ। ତା କଥା ଶୁଣି ସାଧବ ହଁ କରିଦେଇ ଫୁଲ ଧରିକରି ଘରକୁ ଫେରିଲା। ଘରେ ଯାଇ ପହଞ୍ଚିଲା ବେଳକୁ ସତକୁ ସତ ସାନ ଝିଅ ଆସି ଅଧା ବାଟରେ ହାଜର। ବାପାକୁ ଦେଖି ସେ ଭାରି ଆନନ୍ଦ ହେଲା ଆଉ ଗୋଲାପ ଫୁଲଟି ଧରି କେତେ କୌତୁକ କଲା। ଏହା ଦେଖି ସାଧବ ଆଖିରୁ ଲୁହ ବୋହିଗଲା। ଝିଅ ପଚାରିଲାରୁ ସେ ସବୁ କଥା ଫିଟେଇ କହିଲା। ହେଲେ ପଛକୁ କହିଲା ସେ ସିଂହ ଯାହା କରିବ କରୁ, ତୁ ଯିବୁ ନାହିଁ ଲୋ ଝିଅ। ଝିଅ ଇ କଥା ଶୁଣି ବାପାକୁ ବୁଝେଇ କରି କହିଲା ନଗଲେ ଭାରି ଅଧର୍ମ ହେବ। ମୁଁ ଯାଉଛି, ସିଂହକୁ କୁଆ ପୋଛା କରି ଆସିବି। ସିଏ ମତେ ଛାଡ଼ିଦେବ ଯେ ତମେ କିଛି ମନ ଦୁଃଖ କର ନାହିଁ। ଆର ଦିନ ସକାଳୁ ଉଠି ଝିଅ ବନସ୍ତକୁ ଗଲା। ସେ ସିଂହ କ'ଣ ହୋଇଥାଏ ନା ଏକ ରାଜାପୁଅ ସାପ ପାଇ ସିଂହ ପାଲଟି ଯାଇଥାଏ। ସେ ଦିନ ଯାକ ବଣରେ ସିଂହ ହୋଇ ବୁଲୁଥାଏ। ରାତି ହେଲାରୁ ପୁଣି ମଣିଷ ରୂପ ହୋଇ ଗାଦିରେ ବସେ, ଦରବାର କରେ। ସାଧବ ଝିଅ ସେଦିନ ପହଞ୍ଚିଲା ବେଳକୁ ରାତି ହେଇଗଲାଣି। ରାଜା ପୁଅ ତାକୁ ଭାରି ଆଦରରେ ଡାକି ପାଖରେ ବସାଇଲା। ଦିହେଁ କେତେ କ'ଣ କଥାବାର୍ତ୍ତା ହେଲେ। ଆର ଦିନ ରାଜା ପୁଅ ସାଧବ ଝିଅକୁ ବିବାହ ହେଲା। ଦିହେଁ ମହା ସୁଖରେ ଆନନ୍ଦସ୍ତ ହୋଇ ରହିଲେ। ଏମିତି କେତେ ଦିନ ଗଲାରୁ ସାଧବ ଝିଅ ଶୁଣିପାରିଲା ଯେ ତାର ବଡ଼ ଭଉଣୀର ବିଭାଘର ହେଉଛି। ସିଏ ସେଠୁ ଦେଖିବାକୁ ଆସିବ ବୋଲି କହିଲାରୁ ସିଂହ ହଁ କଲା। ସିଏ ଆସି ବାପ ଘରେ ପହଞ୍ଚନ୍ତେ ତାକୁ ଦେଖି ସମସ୍ତେ ଆଚମ୍ବିତ ହୋଇଗଲେ। କାହିଁକି ନା ସମସ୍ତେ ବିଚାରିଥିଲେ ତାକୁ ସିଂହ ମାରି ପକେଇଥିବ। ବିଭାଘର ଉତ୍ତାରୁ ସେ ପୁଣି ବନସ୍ତକୁ ଫେରିଯାଇ ରାଜା ପୁଅ ସଙ୍ଗେ ମହାସୁଖରେ ରହିଲା। ଆଉ କେତେ ଦିନକୁ ତାର ଆର ଭଉଣୀର ବିଭାଘର ହେଲା। ଏଥରକ ସାଧବ ଝିଅ ଲଗେଇଲା ଯେ ସିଂହ ନଗଲେ ସେ ଏକା ଯିବ ନାହିଁ। ସିଂହ ବରାବର ନାହିଁ କରୁଥାଏ। ପଛକୁ ସାଧବ ଝିଅ ଏକା ପରି ଜିଦ୍ ଧରି ବସିଲାରୁ ଆଉ କ'ଣ କରିବ, ମଙ୍ଗିଲା। ଗଲାବେଳେ ସିଂହ କହିଲା ଦେଖ ମୁଁ ଯାଉଛି ସିନା, ମୋ ଦିହରେ ଯେବେ ମଶାଲ ଆଲୁଅ ବାଜିଯିବ ମୁଁ କାପ୍ତାଟାଏ ହୋଇ 7 ବର୍ଷ କାଳ ଉଡ଼ି ବୁଲିବି ଏକା। ସାଧବ ଘରେ ଆସି ପହଞ୍ଚିଲାରୁ ଜୋଇଁଙ୍କ ପାଇଁ ଗୋଟେ ଘର ତିଆରି ହେଲା ଯେ ତାର କାନ୍ଥ ଗୁଡ଼ାକ 5 ହାତ ବହଳ ଆଉ କବାଟ କଂସା ପଟାରେ ତିଆରି। ଜୋଇଁ ସେ ଭିତରେ ରହିଲେ। ହେଲେ କ'ଣ ହେବ, କବାଟ ସନ୍ଧିରେ
କୋଠେ ଗୋଟେ ସୋରିଷଟେ ଗଳିଯିବା ଭଳି କଣାଟିଏ ଥିଲା ଯେ ସେଇ ବାଟେ ମଶାଲ ଆଲୁଆ ଆସି ରଜା ପୁଅ ଦେହରେ ପଡ଼ିଗଲା। ସେଇକ୍ଷଣି ସେ ଗୋଟେ ଧଳା କାପ୍ତାଟିଏ ହୋଇ ଘର ଯାକ ଉଡ଼ି ବୁଲିଲା। ଆଉ ସାଧବ ଝିଅ ଆସି ଦୁଆର ଫିଟେଇଲା କ୍ଷଣିକି କୁଆଡ଼େ ପିଟି ଚାଲିଗଲା। ଏହା ଦେଖି ସାଧବ ଝିଅର ହାଲୁକ ଶୁଖିଗଲା। ସିଏ ପଛେ ପଛେ ଧାଇଁଲା। କାପ୍ତା ଯୁଆଡ଼େ ଯାଉଥାଏ ଇଏ ସିଆଡ଼େ ଚାଲିଥାଏ। ଏମିତି 7 ବର୍ଷ ବିତିଗଲାରୁ ତା ଦୁଃଖ ମେଣ୍ଟିବ ବୋଲି ବିଚାରି ସେ ଦିନେ ମନେ ମନେ ଭାରି ଆନନ୍ଦ ହେଲା। ସେତିକି ବେଳକୁ କାପ୍ତା କୁଆଡ଼େ ଉଭେଇଗଲା ଯେ ସେ ଆଉ ତାକୁ ଦେଖିପାରିଲା ନାହିଁ। ସେଠୁ ଯାଇ ସେ ସୂର୍ଯ୍ୟଙ୍କ ପାଖରେ ପହଞ୍ଚିଲା। ପଚାରିଲା, ତମେ ତ କେତେ ମୁଲକ ବୁଲୁଛ, ଗୋଟାଏ ଧଳା କାପ୍ତା କୋଉଠି ଦେଖିଛ କି? ସୂର୍ଯ୍ୟ ନାହିଁ କଲେ, ହେଲେ ତାକୁ ଗୋଟିଏ ପେଡ଼ି ଦେଇ କହିଲେ, ଏଇ ପେଡ଼ିଟା ନେ, ଆକୁ ଫିଟେଇଲେ ଏଥିରୁ ଯା ବାହାରିବ ତୋର ଭାରି କାମରେ ଆସିବ। ସାଧବ ଝିଅ ସେଠୁ ପେଡ଼ିଟିକୁ ଧରି ଗଲା। ବାଟରେ ଯାଉ ଯାଉ ବେଳ ବୁଡ଼ିଗଲା। ଚନ୍ଦ୍ର ପଡ଼ିଲାରୁ ଚନ୍ଦ୍ରଙ୍କ ପାଖକୁ ଯାଇ ପଚାରିଲା, ବଣ ପଦା ସବୁଠି ତ ତମ ଆଲୁଅ ଯାଇ ପଡ଼ୁଛି, ତମେ କ'ଣ କୋଉଠି ଧଳା କାପ୍ତାଟିଏ ଥିବାର ଦେଖିଛ? ଚନ୍ଦ୍ର ନାଇଁ କଲେ, ହେଲେ ତାକୁ ଗୋଟେ ଫରୁଆ ଦେଇ କହିଲେ, ତୁ ଆକୁ ନେ, ଦରକାର ହେଲା ବେଳେ ଫିଟେଇବୁ। ଇଏ ସେଠୁ ଫରୁଆ ଧରି ଯାଇ ପବନ ପାଖରେ ପହଞ୍ଚିଲା। ପଚାରିଲା, ପବନ ଦେବତା, ତମେ ତ ସବୁଆଡ଼େ ବହୁଛ, ଗୋଟେ ଧଳା କାପ୍ତା କୋଉଠି ଦେଖିଛ କି? ପବନ କହିଲା, ହଁ ଲୋ ମା, ରକତ ସମୁଦ୍ର ସେ ପାଖରେ ସେ କାପ୍ତାଟି ଗୋଟିଏ ସିଂହ ହେଇକରି ଏବେ ଗୋଟେ ଭାରି ବଡ଼ ଐରାଜ ସାପ ହାବୁଡ଼ରେ ପଡ଼ିଛି ଯେ ସେ ସାପ ତାକୁ ଗିଳି ପକାଉଛି। ତୁ ଯିବୁ ଯେ ସେଠି ଅସୁମାରୀ ତାଳ ଗଛ ପଡ଼ିଛି, ଦେଖିବୁ। ଯୋଉ ତାଳ ଗଛ ଠେଇଁ ଏଣୁ ଗଣି ଗଲେ 7, ସେଣୁ ଗଣି ଗଲେ 7 ହେବ, ତାକୁ ଓପାଡ଼ି ସେ ସାପକୁ ପାହାରେ ପିଟିଲେ ସେ ଗୋଟେ ଦିବ୍ୟ ସୁନ୍ଦର ମାଇପିଟି ହୋଇଯିବ। ଆଉ ସେ ସିଂହଟି ପୁଣି ରଜା ପୁଅର ରୂପ ଧରିବ। ଏହା ଶୁଣି ସାଧବ ଝିଅ ରକତ ସମୁଦ୍ରଠାକୁ ଯାଇ ଦେଖେ ତ ସତକୁ ସତ ସିଂହ ଗୋଟେ ଅହିରାଜ ସାପ ହାବୁଡ଼ରେ ପଡ଼ିଛି। ସେଠୁ ସେ ତାଳ ଗଛ ଏଣୁ ଗଣିଗଲା, ସେଣୁ ଗଣିଗଲା, ଯୋଉଠି 7 ହେଲା ସେ ତାଳ ଗଛକୁ ଓପାଡ଼ି ସାପକୁ ପାହାରେ ପିଟି ଦେବାରୁ ସେ ଗୋଟେ ଦିବ୍ୟ ସୁନ୍ଦର ସ୍ତ୍ରୀ ରୂପ ଧରି ଠିଆ ହେଲା। ଆଉ ସିଂହଟି ପୁଣି ରଜାପୁଅ ପାଲଟିଗଲା। ହେଲେ ସାଧବ ଝିଅ ଚାହୁଁ ଚାହୁଁ ସେ ସ୍ତ୍ରୀଟା ରଜାପୁଅକୁ ସାଙ୍ଗରେ ଘିନି ପଳେଇଲା। ସାଧବ ଝିଅ ଫେର ଅଣ୍ଟା ଭିଡ଼ିଲା, କହିଲା, ଯୋଉ ପର୍ଯ୍ୟନ୍ତ ପବନ ବହୁଛି ଆଉ କୁଆ ବୋବଉଛି ମୁଁ ରଜାପୁଅକୁ ଗୋଡ଼େଇ ଗୋଡ଼େଇ ଯିବି। ଏହା କହି ପଛେ ପଛେ ଗୋଡ଼େଇ ଗୋଡ଼େଇ ଗଲା। ସେ ସ୍ତ୍ରୀଟି ତ ଗୋଟିଏ ରଜାର ଝିଅ। ଯାଇ ଯାଇ ସେ ତାର ଉଆସ ପାଖରେ ହାଜର ହେଲା। ଇଏ ଗଲା ବେଳକୁ କ'ଣ ହେଇଛି ନା, ରଜାପୁଅ ତାକୁ ବିବାହ ହେବ ବୋଲି ବାଇଦ ବାଜଣା ବାଜୁଛି, ହୁଳହୁଳି ପଡ଼ୁଛି। ଏହାକୁ କିଛି ବୁଦ୍ଧି ଦିଶିଲା ନାହିଁ। ହେଲେ ମନେ ପଡ଼ିଗଲା, ସୂର୍ଯ୍ୟ କ'ଣ ଗୋଟେ ପେଡ଼ି ଦେଇଥିଲେ ପରା। ପେଡ଼ି ଫିଟେଇ ଦେଖିଲା ବେଳକୁ କେଡ଼େ ସୁନ୍ଦର ଶାଢ଼ୀଟିଏ ସୂର୍ଯ୍ୟଙ୍କ ପରି ତୋଫା ଦିଶୁଛି। ତାକୁ ପିନ୍ଧି ନରକୁ ଗଲା। ଯିଏ ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା। ରଜା ଝିଅ ଦେଖି ତାକୁ କିଣିବାକୁ ଲଗେଇଲା। ମାତ୍ର ସାଧବ ଝିଅ କହିଲା, ହଁ, ମୁଁ ଟଙ୍କା ସୁନା ନେବି ନାହିଁ, ଖାଲି ଏ ରଜା ପୁଅ ସାଙ୍ଗେ ରାତିରେ ପଦେ କଥା ହେବି, ତା ଉତ୍ତାରୁ ତମକୁ ଶାଢ଼ୀ ଖଣ୍ଡକ ଦେଇ ପଳେଇବି। ରଜା ଝିଅ ହଁ କଲା। ମାତ୍ର ଏଣେ କ'ଣ କଲା ନା, ରଜା ପୁଅକୁ ନିଶା ଖୋଇ ଦେଇ ଶୋଇ ପକାଇଲା। ସାଧବ ଝିଅ ରାତି ଯାକ ପାଖରେ ବସି ଯେତେ କାନ୍ଦିଲା, ଯେତେ ବିକଳ ହେଲା, ରଜା ପୁଅର ତ ନିଘୋଡ଼ ନିଦ, ତାକୁ କିଛି ଶୁଭିଲା ନାହିଁ। ସୁଲୁଲି ଶାଢ଼ୀ ଖଣ୍ଡିକ ଦେଇ ସାଧବ ଝିଅ ସକାଳ ହେଲାରୁ ଉଆସରୁ ପଳେଇଲା। ଚନ୍ଦ୍ର ଦେଇଥିବା ଫରୁଆଟି ତା ପାଖରେ ଥାଏ। ତାକୁ ଫିଟେଇଲାରୁ ସେଥିରେ ଗୋଟିଏ ରୂପାର ମୁକୁଟ ବାହାରିଲା। ସେ ମୁକୁଟ ଦେଖିବାକୁ ସାକ୍ଷାତ ଚନ୍ଦ୍ରଙ୍କ ପରି ଦାଉ ଦାଉ। ତାକୁ ମୁଣ୍ଡରେ ଭରି କରି ଉଆସକୁ ଗଲାରୁ ରଜା ଝିଅର ସେଠିକି ଭାରି ଲୋଭ ହେଲା। ସିଏ ପୁଣି ତାକୁ କିଣିବ ବୋଲି କହିଲା। ସାଧବ ଝିଅ କହିଲା, ମୋତେ ରଜା ପୁଅ ସାଙ୍ଗେ ରାତିରେ ପଦେ କଥା ହେବାକୁ ଛାଡ଼ିଦେଲେ ମୁଁ ଦେଇ ପଳେଇବି, ଟଙ୍କା ସୁନା କିଛି ନେବି ନାହିଁ। ତା ଆର ଦିନ ରାତି ପରି ତାକୁ ଠକିଦେବ ବୋଲି ବିଚାରି ରଜା ଝିଅ ମଙ୍ଗିଲା। ହେଲେ ରଜା ପୁଅ ସକାଳୁ ଉଠି ପୋଇଲିକି ପଚାରିଥାଏ, କାଲି ରାତିରେ କିଏ ଗୋଟାଏ କ'ଣ ମୋ କାନ ପାଖେ ଗୁଣୁଗୁଣୁ ହୋଇଥିଲା କି? ସେଠୁ ପୋଇଲି ତାକୁ ସବୁ କଥା କହିଥାଏ। ରଜା ପୁଅ ଯେମିତି ଶୁଣିଲା ଯେ ସେ ମାଇପିଟି ପୁଣି ତା ପାଖକୁ ରାତିରେ ଆସିବ, ସିଏ ରଜା ଝିଅ ଦେଇଥିବା ନିଶା ଗୁଡ଼ାକ ପକେଇଦେଲା। ଜାଗତିଆର ହୋଇଥାଏ କେତେବେଳେ ସେଇ ମାଇପିଟି ଆସିବ। ସାଧବ ଝିଅ ଆସିଲାରୁ
ଦିହେଁ ଯାକ ଚିହ୍ନା ଚିହ୍ନି ହେଲେ। ରାତି ରାତି ସେଠୁ ଉଠି ଲୁଚି କରି ପଳାଇଲେ। ଯାଇ ଆପଣାର ରାଇଜରେ ପହଞ୍ଚିଲେ। ରଜା ପୁଅ ରଜା ହୋଇ ରାଇଜ କଥା ବୁଝିଲା। ରାଜାରାଣୀ ଦୁହେଁ ଭାରି ଆନନ୍ଦରେ ରହିଲେ। ମୁଁ ଗଲାରୁ କଥା ନ କହିଲେ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗୋଦାବରୀଶ ମହାପାତ୍ରଙ୍କ ଗଳ୍ପ ସାଧବ ଝିଅ ଆଉ ସିଂହ। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।